ଆମେ ଦେଖିବା ଯେ ଜାତକରେ ଯେଉଁ ରାଶି ହୋଇଥାଉ, ଯେଉଁ ଭାଇମାନଙ୍କର ମେଷ ଲଗ୍ନ, କନ୍ୟା ଲଗ୍ନ କିମ୍ବା ମିଥୁନ ଲଗ୍ନ ହୋଇଥାଏ, ସେ ଭାଇମାନେ ବା ସେ ଭଉଣୀମାନେ ଖାଦ୍ୟରେ କ'ଣ ଖାଇବା କଥା? କାହିଁକିନା ତାଙ୍କ ଦ୍ୱିତୀୟାଧିପତି ହେଲେ ଶୁକ୍ର ଓ ଚନ୍ଦ୍ର। ଏମାନେ ସବୁବେଳେ ଖାଦ୍ୟରେ କ୍ଷୀର, ଦହି, ଛେନା, ଗୁଜୁରାତି, ଅରୁଆ ଭାତ, କ୍ଷୀରି, ପାଣି ସିଙ୍ଗଡ଼ା, ଶାଗୁ, ସୁଜି, ଚୁଡ଼ା, ମୁଢ଼ି, କାବୁଲି ବୁଟ ପ୍ରତିଦିନ କିଛି କିଛି ମାନେ ଖାଇବା କଥା। ଖାଇଲେ ସ୍ୱାସ୍ଥ୍ୟ ଠିକ୍ ରହିବ ଗ୍ରହର ହିସାବରେ, କାହିଁକିନା ପ୍ରତ୍ୟେକ ଲଗ୍ନର ଦ୍ୱିତୀୟାଧିପତି ହେଉଛି ଖାଦ୍ୟସ୍ଥାନ। ପୁଣି ଦେଖିବା ଯେ ଯେଉଁମାନଙ୍କର ବୃଷ ଲଗ୍ନ ଏବଂ ସିଂହ ଲଗ୍ନ, ସେମାନଙ୍କର ଦ୍ୱିତୀୟାଧିପତି ହେଲେ କିଏ? ସେ ନା ବୁଧ। ସେମାନେ କ'ଣ ଖାଇବା କଥା? ନା ଏମାନେ ଖାଦ୍ୟରେ ଦ୍ୱିତୀୟାଧିପତି ହେଲେ ତାଙ୍କର କିଏ? ସେ ନା ବୁଧ। ଏମାନେ ଖାଦ୍ୟରେ ଶାଗ, ମୁଗ, ମେଘୁଆ, ଆତାପି, କମଳା, ପଇଡ଼, ବନ୍ତଳ କଦଳୀ, କଞ୍ଚା ଆମ୍ବ, ପିଜୁଳି, ଗ୍ରୀନ୍ କୋବି, ଅଙ୍ଗୁର, ଜହ୍ନି, ପାଣି କଖାରୁ ପ୍ରତିଦିନ ଖାଇବା ଉଚିତ। ଦେଖିବା ପରବର୍ତ୍ତୀ ଲଗ୍ନ।